नमस्कार एस यूनिक एजुकेशन ने आपण मानक स्वागत। आज मैं वीडियो नहीं आसी आपण मानक वर्षा ऋतु रे पल्लीर दृश्य विषय वस्तु पर सुंदर एवं संक्षिप्त ओडिया रचनाटी। तेज चलतु डेनु कर भिडियो को आरंभ करवा। भिडियो भल लगे गोटे लाइक करदे, चैनल नुआଥିଲେ चैनल को सब्सक्राइब करदे। मेघ बरसिला टुपुरु टापुरु केशुर माइला गजा केउ राइजरे रहिले मोराजा तेलिंगे बाईद बजा। पल्ली कवि नंदकिशोर बळଙ୍କ ଏହି ବର୍ଷା ଗୀତି କବିତାଟି ଏବେ ମଧ୍ୟ ପିଲାମାନଙ୍କ ମୁହଁରେ ଶୁଣାଯାଏ। ବର୍ଷାର ଆଗମନରେ ପଲ୍ଲୀର ପରିବେଶ ଅତି ଶାନ୍ତ, ସୁନ୍ଦର ଓ ମଧୁମେୟ। ପଲ୍ଲୀର ଉନ୍ନତିରେ ହିଁ ଦେଶର ପ୍ରଗତି। ମହାତ୍ମା ଗାନ୍ଧୀଙ୍କ ଗୋ ବ୍ୟାକ୍ ଟୁ ଭିଲେଜ ଢାଞ୍ଚାରେ ଗୋପବନ୍ଧୁ ଦାସ ପଲ୍ଲୀ ଜୀବନକୁ ଜାଗ୍ରତ କରିବା ପାଇଁ ରଚନା କରିଥିଲେ। କୋଟି ପଲ୍ଲୀବାସୀ ଅଛନ୍ତି କୁଟିରେ ପଡ଼ି ରହିଛନ୍ତି ଅଜ୍ଞାନ ଅନ୍ଧାରେ। କେଉଁ ନତ ଚିନ୍ତା କରୁଛ ନଗରେ ଶିକ୍ଷିତ ସମାଜ ବସି କୋଠା ଘରେ। ନ ଚେଇଁଲେ ପଲ୍ଲୀ ଭାଇ ବା ଭଉଣୀ ଚେଇଁବ ନାହିଁଟି ଏ ଉତ୍କଳ ପୁଣି। ନ ବୁଝେ କୁଟିଳ ରାଜନୀତି ଭାଷା ବଳାଇଛି ତାକୁ ଆପଣା ବେଉସା। ପଲ୍ଲୀର ଦୃଶ୍ୟ ବର୍ଣ୍ଣନା କରିବାକୁ ଯାଇ ଭାର୍ଗବୀ ନଦୀକୂଳର କଥା ମନେ ପକାଇ କବି କହନ୍ତି, ଗ୍ରାମ ସୀମନ୍ତିନୀମାନେ କଳସରେ ପାଣି ଆଣିବା ସମୟରେ ଲହରୀମାଳା ଖଣ୍ଡ ଦୂର ଯାଏ ପ୍ରସରି ଯାଉଥିଲା। ବର୍ଷା କାଳରେ ନଦୀ ଥାଏ ପୂର୍ଣ୍ଣଗର୍ଭା। ଏହାର ସନ୍ଧ୍ୟାକାଳୀନ ଦୃଶ୍ୟ ଅତି ରମଣୀୟ। ଗାଈଆଳ ପିଲା ବଂଶୀ ବଜାଇ ଗାଈମାନଙ୍କୁ ଗୋଠରୁ ଫେରାଇ ଆଣେ। ବ୍ୟବସାୟୀମାନେ ସନ୍ଧ୍ୟାରେ ହାଟ ବଜାର ଶେଷ କରି ଖୁସି ମନରେ ଘରକୁ ଫେରିଥାନ୍ତି। ଗାଁର କୁମାରୀମାନେ ଗାଁ ମନ୍ଦିରମାନଙ୍କରେ ସନ୍ଧ୍ୟା ସମୟରେ ଦୀପ ଜାଳି ଆଳତି କରନ୍ତି। କୁନି କୁନି ପିଲାମାନେ ପାଣି ସୁଅରେ ମନ ଭରି ଖୁବ୍ ଖେଳିଥାନ୍ତି। ନିଜର କାଗଜ ଡଙ୍ଗାକୁ ପାଣି ସୁଅରେ ଭସାଇ ବେଶ୍ ଆନନ୍ଦିତ ହୋଇଥାନ୍ତି। କବିଙ୍କ ଭାଷାରେ ବରଷା ପାଣି ବହି ଯାଉଛି ଅଗଣା ଦାଣ୍ଡ ଦେଇ କାଗଜ ଡଙ୍ଗା ଭସେଇ ଦେଇ କୁନା ବସିଛି ଚାହିଁ। କାଗଜ ଡଙ୍ଗା ଭାସି ଭାସିକା ଲାଗିଲା ଟିକି ଗଛେ ବରଷା ଧାରା ନ ମାନି କୁନା ଧାଇଁଲା ଡଙ୍ଗା ପଛେ। ପଛରୁ ବାପା ଡାକ ଛାଡ଼ିଲେ ଭିଜୁଛି କିଆଁ ସେଠି ଥଣ୍ଡା ଜ୍ୱରରେ ପଡ଼ିବୁ ପରା ନାହିଁ କି ନିଘା ତାଠି। ପିଲାମାନେ ବର୍ଷା ଦିନେ ପାଣିରେ ଅଧିକ ଭିଜିବାକୁ ଭଲ ପାଆନ୍ତି, ଯାହାଫଳରେ ସେମାନଙ୍କୁ ଥଣ୍ଡା, ଜ୍ୱର, କାଶ ଆଦି ରୋଗ ମଧ୍ୟ ହୋଇଥାଏ। ବର୍ଷା ଦିନେ ବେଙ୍ଗୁଲି ରାଣୀର କେଁକଟର ଶବ୍ଦ ସାଙ୍ଗକୁ ଆକାଶର ମନମୁଗ୍ଧକର ଇନ୍ଦ୍ରଧନୁ ସମସ୍ତଙ୍କର ମନ ମୋହି ନିଏ। ଆଶା କରୁଛି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ତେବେ ଭିଡ଼ିଓଟି ଗୋଟେ ଲାଇକ୍ କରିଦେବେ, ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ଅନ୍ କରିଦେବେ। ଧନ୍ୟବାଦ।